ମତେ ଭଲ ଲାଗୁନି ବୋଲି କଣ ଜାଣିଛ ନା ଭଲ ଏଇଥିପାଇଁ ଲାଗୁନି ବିକଜ ମାନେ ଗୋଟେ ଇନସିଡେଣ୍ଟ ଗୋଟେ ବଡି ଗରମରେ ହେଇଗଲା ବଟ୍ ତାପରେ ସବୁ ଜିନିଷ ରିୟଲାଇଜ କଲା ଭଲ ବି ଲାଗୁନି ମୁଁ ଚାହୁଁନି ଏଗୁଡା ସବୁ ଆପଣ ଆପଣଙ୍କର ଆରାମସେ ରୁହନ୍ତୁ ଆପଣଙ୍କ ପଲିଟିକାଲ କ୍ୟାରିୟର ଉପରେ ଗ୍ରୋଥ ନିହାତି ସେଇଟା ଯେ ଯେବେ ଏତେ ଗୋଟେ ସଦମାଟା ଗୋଟେ ଲାଗିଛି ମାନେ ଚାରିଆଡେ କୋଉ ରେଟରେ ଭାଇ ବ୍ଲେମ ହେଇଛି ବୁଝିଲ ଠିକ ହଉଛି ମତେ ବି ଲାଗିଥିଲା ମୁଁ ବି ଗଲି ଆସିଲି ସେଠି ଆପଣ ଯୋଉ ଯାଇଥିଲେ ଯୋଉ ଦୀପକ ଭାଇ ସବୁ ଅଛନ୍ତି ସେମାନେ ସବୁ ଦେଖା ହେଲେ କଥା ହେଲେ ସବୁ ବହୁତ ଇଏ ମାନେ ଇଏ ନାହିଁ କିଛି ମାନେ ଭାବନ୍ତୁ ଯେ ଆମର ଗୋଟେ ଆମର ମେ ବି ମିଶିକି ଆଗକୁ କିଛି କରିବାର ଅଛି ତ ଦ୍ୟାଟ୍ସ ହ୍ୱାଇ ଆମେ ଦି ଜଣ ଯାକ ସେମ୍ ଜିନିଷ ସଫର ହେଇକି ଆସିଲେ ତ ୱି ୱିଲ୍ ପ୍ରୋସିଡ୍ ଗୋଟେ ଭଲ ଫର ଗୁଡ୍ ରିଜନ୍ କଣ ପାଇଁ ଆମେ ଏସବୁ ଜିନିଷରେ ବସିବା ସେଟା ଠିକ ଯେ ଭାଇ କ୍ଲୋଜ ତ ସେଇଦିନ ବି ହେଇଯାଇଥାନ୍ତା ମାନେ ମୁଁ ମ୍ୟାଟର ଛାଡନ୍ତୁ ସେ କଥା ମୋର ଖାଲି ଗୋଟେ ଜିନିଷ ପାଇଁ କାଲି ଫୋନ କରିଥିଲି ଏ ଯୋଉ ଆପଣଙ୍କ ମ୍ୟାଟରରେ ମାନସ ଚୌଧୁରୀ ଆଉ ଇଏ ଯୋଉ ୟାସିର ଯିବା ଏଫଆଇଆର ଲେଖିବା ସେଇଟା ମୁଁ ପୁରା କନଫ୍ୟୁଜ ମାନେ ସେଇଟା କଣ ପାଇଁ ହେଲା ମାନେ ସେମାନେ ମାନସ ଚୌଧୁରୀ ପୁରା ଏଇ ଜିନିଷରେ ପୁରା ଇଣ୍ଟରେଷ୍ଟ ନେଇଛି ମୁଁ ଫରୱାର୍ଡ ହେବା ସମୟ ସବୁ ମାନସ ଅଙ୍କଲଙ୍କର ତା ଦେହରେ କିଛି ନବା ଦବା ନାହିଁ ପଛରେ ମାନେ ଟୋଟାଲି କିଛି ନବା ଦବା ନାହିଁ ତା ରିଜନ ମୁଁ ଏଇଟା କହୁଛି ଆପଣଙ୍କୁ କିଏ କହିଲା ସେ କଥା କି ମାନସ ଚୌଧୁରୀ ଯିବା କଣ ସେଟା ମୁଁ ଜାଣିନି ନାଇଁ ୟାସିର ତ ନିଜେ ୟାସିର ନୱାଜ ନିଜେ ଏଫଆଇଆର ଲେଖେଇବା ସବୁ ଜିନିଷ ମୁଁ ୟାସିର ଭାଇ ଲେଖିନି ଏଫଆଇଆର ସେଟା ବି ରଙ୍ଗ କହୁଛନ୍ତି ଆପଣ ନାଇଁ 100% ମୁଁ ପୁରା ସିଓର କାହିଁକି ନା ଭାଇ ତା ହ୍ୟାଣ୍ଡ ରାଇଟିଂ ମୁଁ ଏତିକି ଜିନିଷ ଆପଣଙ୍କୁ କହିଲି ମୁଁ ମିଛ କାହିଁକି କହିବି ମୁଁ ଆପଣଙ୍କୁ କହୁଛି ୟାସିର ବି ଲେଖିନି ଇଏ ଲେଖିନି ଆମର ବାଣୀ ବିହାର ଏନ୍ଏସ୍ ଯେହେତୁ ମୋ ହାତରେ କାଳି ପୁରା ଲାଗିଥିଲା ବାଣୀ ବିହାର ଏନ୍ଏସ୍ୱାଇ ର ଗୋଟେ କାର୍ଯ୍ୟ ପିଲାଟେ ତା ନାଁ ବି ଅଛି ମୋ ମୋବାଇଲରେ ରାଜେଶ ନାଇଁ ଭାଇ ଶୁଣନ୍ତୁ ଭାଇ ଥାନା ଷ୍ଟାଫ ବି ମାନେ ସମସ୍ତେ ମୋ ସହିତ ବହୁତ ପୁରୁଣା ସମ୍ପର୍କ ଏକ ଦ୍ୱିତୀୟ କଥା ୟାସିରକୁ ମୁଁ ରାଜନୀତିରେ ଭାଇ ଶୁଣନ୍ତୁ ପୁରୁଣା କଥାର ଆଲୋଚନା କରିକି ଆମର କିଛି ଲାଭ ନାହିଁ ନାଇଁ ଶୁଣନ୍ତୁ ମୁଁ ସେଇ ଗୋଟେ ଜିନିଷ ସେମାନଙ୍କର ମାନେ ତମର ମୋର ତ କିଛି ମୁଁ ତମେ ଚିହ୍ନି ନଥିଲି ଜାଣିନଥିଲି ସବୁ ଜିନିଷ ଠିକ ଥିଲା ତ ଆମର ସେମିତି କିଛି କଣ୍ଟାକ୍ଟ ନଥିଲା ହେଲା ତ ଏଇ ଗୋଟେ ମ୍ୟାଟର ଏଇ ଯୋଉ ୟାସିରକୁ ମୁଁ ପଲିଟିକ୍ସ ଜାଣିଛି ଏନ୍ଏସ୍ୱାଇ ପିଲା ମୁଁ କାହାରି କଥା କିଛି ମୋର ସିଧା ସମ୍ପର୍କ ଆପଣଙ୍କ ସହିତ ଆପଣ ମୁଁ ଗୋଟେ ଦଳରେ କାମ କରୁଛନ୍ତି ଆମେ କାଲି ଛଟାଛଟି ହେଲା ବେଳକୁ ମାନେ ଯୋଉ ଇମ୍ପାକ୍ଟଟା ହଉଛି କଣ ଆମେ ସିନା ଲଢୁଛନ୍ତି ଦି ଜଣ ଆପଣ ମୋ ବିଷୟରେ 5ଟା କହୁଛି ମୁଁ ଆପଣଙ୍କ ବିଷୟରେ 5ଟା କହୁଛି ତା ଦେହରେ କଣ ହେଲା ଲସ୍ଟା ହଉଛି ଗୋଟେ ଜାଗାରେ ଆମ ଦି ଜଣଙ୍କର ୟୁନାନିମସଲି ଲସ୍ ହଉଛି ଯୋଉଟା ଗୋଟେ ଏଇ ଦି ଜଣ ତ ଲାଗୁଛନ୍ତି ଆମ ଦି ଜଣଙ୍କର ମୋଟ ଗୋଟେ ହେଇପାରେ କିଛି ଜିନିଷ ଆମର ଝଗଡା ହେଇଥିଲା କ୍ଲୋଜ କରନ୍ତୁ ମୋର କାହା ସାଙ୍ଗରେ କିଛି ମତଲବ ନାହିଁ ମୁଁ ଏଇ ମାନେ ମୁଁ ଏଇ 3-4 ଦିନ ଭିତରେ ଛାଡୁଛି ଓଡିଶା ମୁଁ ଯାଉଛି ବାହାରକୁ ପୁରା କଣ ପାଇଁ ତ ଏସବୁ କଣ କରନ୍ତୁ ମୋର ଏସବୁ ଜିନିଷରେ କିଛି ନାହିଁ ଆପଣ ଗୋଟେ ଭଲ ଭାଇଟେ ମୋର ଆମର ରହିଲା ଯେତେବେଳେ ମତେ ପଡକାଷ୍ଟ ପାଇଁ ଡାକିବି ବିଶେଷ ଭାଇ ଆସନ୍ତୁ ପଡକାଷ୍ଟ କରିବେ ଭାଇ ଶୁଣନ୍ତୁ ଠିକ ଅଛି ସେ ସବୁ ମୁଁ ତ କାଲି କଥା ହେଲା ପରେ ମୋ ମାଇଣ୍ଡରୁ ସବୁ ଜିନିଷ ହଟେଇ ଦେଇଛି ମୁଁ ସେଭଳିଆ ମଣିଷ ନୁହେଁ ହେଲା ମୋ ବିଷୟରେ ସବୁ ସରିଗଲା ଏବେ ଦେଖନ୍ତୁ ଆପଣ ଗୋଟେ ବଡ ଦଳରେ ଥିଲେ ଆପଣ ଆସିଲେ ବିଜେପିକୁ ତ ପଲିଟିକାଲ ଏଙ୍ଗେଲରେ ବହୁତ ଲୋକ ବହୁତ ଜାଗାରେ ଗୋଟେ ମାନେ ଇଏ ହୁଏ ସେଟା ଆପଣ ବି ଜାଣିଛନ୍ତି ମୁଁ ବି ଜାଣିଛି ଆମେ ସେ ସବୁ ଜିନିଷରୁ ବାହାରି ଯିବା ମୁଁ ଗୋଟେ ବଡ ହୃଦୟ ରଖିକି ଆପଣଙ୍କୁ କହିଲି ଠିକ ଅଛି ଭାଇ ଆପଣଙ୍କୁ ଖରାପ ଲାଗିଛି ଆଇ ଏମ୍ ସରି କ୍ଲୋଜ କରନ୍ତୁ ଅଙ୍କଲ ଆସିଥିଲେ ପଚାରିବେ ମତେ ଅଙ୍କଲ ଗୋଟେ ରିକ୍ୱେଷ୍ଟ କରି ଯାଇଥିଲେ ତମେ ପିଟିସନ ବିଲକୁଲ ମାରିବନି ମୁଁ କହିଲି ଭାଇ ମୁଁ ଅଙ୍କଲ ବସିଲେ ଚା ପିଇଲି କୌଣସି ଗୋଟେ ଯଦି ନମସ୍କାର ବି କରୁଛି ଗୋଡ ଧରିକି ହେଲା ଘରେ ବସିଥିଲେ ୱାଇଫ ଚା ଆଣିକି ଦେଲା ପିଇଲେ ମୁଁ କହିଲି ପୁରା ସବୁ ଜିନିଷ ସତ କହିଲି କହିସାରିଲା ପରେ ଯୋଉ ଜିନିଷଟା ହେଇଛି ସେଟା ବି କହିଲି ସବୁ ଅଙ୍କଲକୁ କୁହା ହେଇଛି ତାପରେ ଗୋଟେ ଆଗ୍ରେସନରେ ଯୋଉ ଜିନିଷଟା ଧର ଗୋଟେ ହେଇ ଗଲା ବେଳକୁ ଜୀବନ ସାରା ଚାଲିବ କାହିଁକି କରିବା ରିଜନ କଣ ଆମର କିଛି ଦରକାର ନାହିଁ ତ ଆପଣଙ୍କର ମୋଟୋ ଅଲଗା ଆପଣଙ୍କର କାର୍ଯ୍ୟକ୍ଷେତ୍ର ଅଲଗା ଆପଣଙ୍କର ଜୋନ ଅଲଗା ମୁଁ ଆପଣଙ୍କର କମ୍ପିଟିଟର ନୁହେଁ କି ମୁଁ ଆପଣଙ୍କର ଟିକଟ ପାଇଁ ଆସିବିନି କି ମୁଁ ଆପଣଙ୍କ ଏରିଆରେ ପ୍ରତିନିଧିତ୍ୱ କରିବିନି ମୋର ଆପଣଙ୍କ ଜୋନାଲ ଏରିଆ ଭିତରେ କିଛି ନବା ଦେବା ବି ନାହିଁ ଆମେ ଦି ଜଣ ଗୋଟିଏ ଦଳରେ ଅଛନ୍ତି ବଟ୍ ଆମେ ଦି ଜଣ କାନ୍ଦ ପିକାପି ହଉଛନ୍ତି ଅଲ୍ଟିମେଟ ମାନେ ଲସ୍ ଟା ଆମ ବିରୋଧୀ ମାନେ ଅଲ୍ଟିମେଟ ଫାଇଦାଟା ଆମ ବିରୋଧୀ ମାନଙ୍କର ହଉଛି ଆମେ ଦି ଜଣ ଲୋକ ହସାଉଛନ୍ତି ନା ଆପଣ ମତେ କହୁଛନ୍ତି ମୁଁ ଆପଣଙ୍କୁ କହୁଛି ଫାଇଦାଟା ଆମ ପଛରେ ଯୋଉ ଲୋକମାନେ ସେମାନଙ୍କର ହଉଛି ଆମେ ଦି ଜଣ ଭିତରେ ଯଦି କିଛି ନାହିଁ ଆମେ କଣ ପାଇଁ କାନ୍ଦ ପିକାପି ହବା ନାଇଁ ସେଇଟା ମୁଁ ଶୁଣନ୍ତୁ ମୁଁ ମାନେ ମୁଁ ଏମିତି ହଠାତ୍ ସବୁ ଜିନିଷ ଘଟିଗଲା
ମାନେ ମାନେ ଏତେ ଜୋରେ କି ନିଜେ ଏତେ ମାତ୍ରାରେ ବଦଳାନ ତମର ଯୋଉ ଷ୍ଟେଟମେଣ୍ଟ ମୋ ପରିବାର ନାଁରେ ସେଗୁଡ଼ା ସବୁ ବହୁତ ଜୋରେ ଆଘାତ ଦେଇଥିଲା ଭାଇ ମାନେ ଆପଣ ବି କିଛି ଆପଣ କେବଳ ଆପଣଙ୍କ କଥା କହୁଛନ୍ତି ଆପଣ ଏଟା ବି କୁହନ୍ତୁ ମୁଁ ଜେଲରୁ ବାହାରିଲା ପରେ ସାଙ୍ଗେ ସାଙ୍ଗେ ତମକୁ କଣ କହିଲି ଆପଣ ସେଟା ବି ଭାବନ୍ତୁ ହଁ ମୁଁ ଜେଲରୁ ଆସିଲି ମୁଁ 58 ଦିନ ଆସି ଆଉ ମୁଁ କହିବିନି 58 ଦିନ ରହିଲି ଜେଲରେ ମୁଁ ଅଧଘଣ୍ଟାରେ ଫରୱାର୍ଡ ହେଲି ଅଧଘଣ୍ଟାରେ ଫରୱାର୍ଡ କରିଦେଲେ ମତେ ଅଧଘଣ୍ଟାରେ ପୋଲିସ ମତେ ଫରୱାର୍ଡ କରିଦେଲା ମାନେ ସେ ସବୁ ଜିନିଷ ଆପଣ ପୋଲିସକୁ କହିଲେ ହୁଁ ଆପଣ ପୋଲିସକୁ କହିଲେ କି କହିଲେ ମତେ ନାଇଁ ନାଇଁ ପୋଲିସକୁ ବି କୁହାଯାଇଛି ମିଡିଆ ଟାଣିଲା ଅଲଗା ଆଡେ ଦିଲ୍ଲୀପ ଭୂୟାଁ ନାଁରେ ତ 1cc କେସ୍ ଫାଇଲ ହେଇଛି ସେଇଟା କଥା ଆପଣ ବୁଝିବା ପାଇଁ ଚାହୁଁଛି ଆପଣ ଯଦି ଭାବିଲେ ଯଦି ଅବ୍ୟବସ୍ଥିତ ଢଙ୍ଗରେ ଆପଣଙ୍କୁ ଆରେଷ୍ଟ କରାଗଲା ଆପଣ ପୋଲିସକୁ କହିବା କଥା ମୁଁ ତ ପୋଲିସକୁ କହିଛି ନା ଆରେ ପୋଲିସର ସମସ୍ତଙ୍କୁ କୁହାଯାଇଛି ମାନସ ଚୌଧୁରୀ ଇଭେନ୍ ସମସ୍ତଙ୍କୁ ଟାର୍ଗେଟ କରିକି ମୁଁ କହିଛି ପୋଲିସ ନୁହେଁ ଭାଇ ଭାଇ ମୁଁ ଆଉ ଏସବୁ ଟପିକରେ ଯୁକ୍ତି ହିଁ କରିବା ପାଇଁ ଚାହୁଁଛି ଆପଣଙ୍କ ସହିତ ନାଇଁ ମୁଁ ଗୋଟେ ବଡ କଥା ରଖିକି ମୁଁ ଆପଣଙ୍କ ପାଖକୁ କହିଲି ଆପଣଙ୍କୁ ମୋ ଆଡୁ ଫୋନ କଲି ମୁଁ କହିଲି ଇତିଶ ଭାଇ ଜଷ୍ଟ ଆମେ କ୍ଲୋଜ କରିବା ଏଇଟା କ୍ଲୋଜ ତ ହେଲା ଆମେ କାନ୍ଦାତି କାନ୍ଦିକି ହବାନି ବାକି ଯିଏ ଆମର ଯେମିତି ଆପଣଙ୍କର ଲଢେଇ ଜାରି ରଖନ୍ତୁ ମୁଁ ମୋର ଯୋଉ ହିସାବରେ ଚାଲିଛି ମୋର ଆମେ ଆମ ଦି ଜଣଙ୍କ ଭିତରେ କିଛି ନ ରହୁ ନାଇଁ ଠିକ ସେଇଟା ତ ଠିକ ଅଛି ଠିକ ଅଛି ଭାଇ ତମେ ଟିକେ ଫ୍ରି ହେଇଯାଅ କିଛି ଦିନ ଯାଉ ଆମେ ବସିବା କଥା ହେବା ସବୁ ବିଷୟରେ ନା ନା ସେମିତି କିଛି ନାହିଁ